ନିଶ୍ଚିତ ଭଡା ଭାବେ ଘରେ ଚଢାଉ କାହିଁକି ହେଲା? ପୋଲିସ ଚଢାଉକୁ ଯେତେବେଳେ ପ୍ରୀତି ଜାଣିଛନ୍ତି ରଞ୍ଜନ ବିଜେଡି ଘଡେଇଙ୍କ ବର୍ତ୍ତମାନ ଆଜ୍ଞା ବିରୋଧ କରୁଛି। ଆଜ୍ଞା ଆଜ୍ଞା ପ୍ରୀତି ରଞ୍ଜନ ଘଡେଇଙ୍କ ବାସଭବନରେ ଅର୍ଥ କାରବାର ହଉଥିଲା ବୋଲି ଯାହା ଇଣ୍ଟେଲିଜେନ୍ସ କୁ ରିପୋର୍ଟ ଆସିଛି, ଆଚ୍ଛା ଯାହାର ଫଳସ୍ୱରୂପ ସରକାରୀ ବାବୁ ମାନେ ତାଙ୍କ ଘର ଉପରେ ଚଢଉ କରିଛନ୍ତି। ମାନେ ସେଠି ଖରିଆ ରୋଡ ରେ ତାଙ୍କ ଯୋଉ ଘର ଭଡା ଘର ହଁ ଯୋଉ ଖରିଆର ରୋଡ। ଜାଗାରେ ସେ ଭଡାରେ ରହୁଥିଲେ ଖରିଆର ରୋଡ ସେଠି ଆଜ୍ଞା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା କିମ୍ବା ସାଧାରଣ ଲୋକ କେହି ସେ ବିଷୟରେ ଟେର ପାଇନଥିଲେ। ସେଠି ହୁଁ ଟେର ପାଇଥିଲେ ସରକାରୀ ବାବୁ ମାନେ, ସରକାରୀ ଅଧିକାରୀ ମାନେ, ସେମାନେ ତାଙ୍କ କାମ କରିଛନ୍ତି। କିନ୍ତୁ ବିଜୁ ଜନତା ଦଳର ଗୁଣ୍ଡା ମାନେ ସରକାରୀ ବାବୁ ମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଏକଥା ଗୋଟେ ନିନ୍ଦନୀୟ ଘଟଣା ବୋଲି ମୁଁ ନିଶ୍ଚିତ ଭାବେ କହିବି। କିନ୍ତୁ ଏକଥାକୁ ଆଜି ମଧ୍ୟ ବିଜୁ ଜନତା ଦଳ ସେଇ ଯୋଉ ଢଙ୍ଗରେ ଚାଲିଛି ଯେ ପଇସା ଦେଇକି ସାଧାରଣ ଜନତାର ମୁଣ୍ଡ କିଣିବ ବୋଲି ଯୋଉ ଭାବୁଛି, ସେ କଥା କେବେ ନୂଆପଡାରେ କାମ ଦବନି। ନୂଆପଡା ବାସୀ ଏ କଥାକୁ ଅସ୍ୱୀକାର କରିଛନ୍ତି ବୋଲି ଆଜି ପ୍ରମାଣିତ ହେଇଛି। ଆଚ୍ଛା ତାହେଲେ ନୂଆପଡାର ଯୋଉ ପ୍ରଚାର ଦାୟିତ୍ୱରେ ଥିଲେ ପ୍ରୀତି ରଞ୍ଜନ ଘଡେଇ ଏବଂ ଯାହାକୁ ପୋଲିସ ଯେତେବେଳେ ଚଢଉ କରିଛି ବୋଲିକି ବିଜେଡି ପକ୍ଷରୁ ତୀବ୍ର ନିନ୍ଦା କରାଯାଉଛି, ବିରୋଧ କରାଯାଉଛି ଏବଂ କହୁଛନ୍ତି ଯେ କ୍ଷମତାର ଅପବ୍ୟବହାରଟା ହେଇଛି। ଆପଣ କଣ ଫିଲ୍ କରୁଛନ୍ତି ଯେହେତୁ ଆପଣଙ୍କର ଗଭର୍ଣ୍ଣମେଣ୍ଟ ଆପଣଙ୍କ ହାତରେ ଅଛି, ତେଣୁ ଆପଣ ଯେମିତି ଚାହିଁବେ ସେମିତି କାହାକୁ ଆରେଷ୍ଟ କରିବେ, କାହାକୁ ଚାହିଁବେ ରେଡ୍ କରିବେ, ଏଇଟା ଭାରତୀୟ ଆଜ୍ଞା ଜନତା ପାର୍ଟି ଆପଣଙ୍କ କରୁଛି କି? ପାଖରେ ମନେ ପଡୁଥିବ ଯଦି ନିକଟ ଭବିଷ୍ୟତରେ କେଇ ଦିନ ତଳେ ବିଜେପୁରରେ ଇଲେକ୍ସନ ଥିଲା, ହୁଁ ଆପଣଙ୍କର ପଦମପୁରରେ ବାଇ ଇଲେକ୍ସନ ଥିଲା। ହୁଁ ସେ ସମୟରେ ଛତିଶଗଡ ଅଞ୍ଚଳରୁ, ଯେହେତୁ ସେ ଅଞ୍ଚଳ ଗୁଡିକ ଛତିଶଗଡକୁ ଲାଗିଛି, ହୁଁ ସେପଟ ଅଞ୍ଚଳରୁ ଯୋଉ ଲୋକମାନେ, ସାଧାରଣ ଲୋକମାନେ ଯେତେବେଳେ ପୁରୀ ଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ, ହଁ ସେତେବେଳେ ବିଜୁ ଜନତା ଦଳର ଅଧିକାରୀ ମାନେ ଯଦି ସେ ଲୋକମାନଙ୍କୁ ଅଟକେଇକି କହୁଥିଲେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ପଇସା ବାଣ୍ଟିବା ପାଇଁ ଆସିଛନ୍ତି, ହୁଁ ତାହେଲେ ଯଦି ସେ କଥାଟା ଠିକ ତାହେଲେ ଏ କଥାଟା ବି ଠିକ। ଆଚ୍ଛା ଯଦି ହଁ ସେ ସମୟରେ ସରକାରୀ ଅଧିକାରୀ ମାନେ ଯଦି ପଇସା ବାଣ୍ଟିବା ପାଇଁ ଆସୁଥିବା ଲୋକ ବୋଲି ପ୍ରମାଣିତ କରିଥିବେ, ଯଦି ସେ କଥା ଠିକ ହେଲା, ଯାହା ବିଜୁ ଜନତା ଦଳ ସେତେବେଳେ ଡିଣ୍ଡିମ ପିଟୁଥିଲା, ତାହେଲେ ଏ କଥାଟା ବି ଠିକ। କିନ୍ତୁ ସେ କଥା ନୁହେଁ। ସେତେବେଳେ ସାଧାରଣ ଭକ୍ତ ଆସିଥିଲେ, ସେମାନଙ୍କୁ ଅଟକେଇକି ଛତିଶଗଡ ଲୋକମାନଙ୍କୁ, ସେମାନଙ୍କୁ ବିଜୁ ଜନତା ଦଳ ବାଲା କହୁଥିଲେ ଯେ ଏମାନେ ବିଜେପିର ଏଜେଣ୍ଟ ଆସିଛନ୍ତି ସବୁ ପଇସା ବାଣ୍ଟିବା ପାଇଁ ବିଜେପୁର ଆଉ ପଦମପୁରକୁ। ହୁଁ ଠିକ ସେମିତି ଆଜି ଯେତେବେଳେ ସେମାନଙ୍କର କଳା କାରନାମାଟା ପଦାରେ ପଡିଗଲା, ସେତେବେଳେ ସେମାନେ କହୁଛନ୍ତି ଇଏ ବିଜେପି କରେଇ ଦେଇଛି। ଏଟା ହୁଁ ସବୁ ଭୁଲ କଥା। ସେ ଭୁଲ ଆଚ୍ଛା କଥାକୁ ଆପଣ ତ ନୂଆପଡାରେ ଅଛନ୍ତି, କଣ ସ୍ଥିତି ଦେଖୁଛନ୍ତି ସ୍ନେହାଙ୍ଗିନୀ ମୁଁ ଆଜ୍ଞା ଛୁରିଆଙ୍କ? ଆଜ୍ଞା କ୍ଷମା କରିବେ, ମୁଁ ନୂଆପଡାରେ ଏଯାବତ ପହଞ୍ଚି ପାରିନି, ମୁଁ ବାଟରେ ଅଛି। ଆଉ ଆଚ୍ଛା ମୋ ପାଖରେ ଯାହା ଖବର ଅଛି, ସ୍ନେହାଙ୍ଗିନୀ ଛୁରିଆ ବହୁତ ପଛରେ ଅଛନ୍ତି। ହୁଁ ଭାରତୀୟ ଜନତା ପାର୍ଟିର ଇଏ ଆମର ନେତା ଅଛନ୍ତି ଜୟ ଢୋଲକିଆ ମହୋଦୟ, ସେ ବହୁ ଆଗରେ ଅଛନ୍ତି। ଆଉ ନିଶ୍ଚିତ ଭାବେ ନୂଆପଡା ବାସୀଙ୍କର ତାଙ୍କ ପ୍ରତି ଆଶୀର୍ବାଦ ଅଛି।